ସମସ୍ତଙ୍କୁ ଶୁଭ ସକାଳ ପିଲେ। ହଁ, ଶୁଭ ସକାଳ। ଏଇ ପାଠ ପଢି ସାରିଲା ପରେ ତୁମେ କ'ଣ କରିବ ନା ତୁମର ଇନ୍ଦ୍ରିୟ ଯୋଉ ଅଛି, କ'ଣ କ'ଣ ଇନ୍ଦ୍ରିୟ ତୁମର ଅଛି ପିଲେ? ନା ଆଖି, ଆଉ ନାକ, ଆଉ ଜିଭ, ଆଉ କାନ, ଆଉ କ'ଣ ରହିଲା? ଚର୍ମ। ଏମିତି କରି 5ଟା ଆମର ଯୋଉ ଇନ୍ଦ୍ରିୟ ଅଛି। କ'ଣ କ'ଣ କହିଲି? ଆଖି, ଜିଭ, ନାକ, କାନ, ଆଉ ଚର୍ମ ବା ଚମ କହୁଛୁ କି ନାଇଁ? ସେ ଚର୍ମ ସାହାଯ୍ୟରେ ବା 5ଟା ଇନ୍ଦ୍ରିୟକୁ ବ୍ୟବହାର କରି ଆମେ ପରିବେଶକୁ ବା ପରିବେଶରେ ଯେଉଁ ସବୁ ଜିନିଷ ଅଛି ତାକୁ ଆମେ ବୁଝିବା, ବା ଆମର ଯୋଉ 5ଟା ଇନ୍ଦ୍ରିୟ ଅଛି ସେ 5ଟା ଇନ୍ଦ୍ରିୟ ଦ୍ୱାରା ଆମେ କେଉଁ କେଉଁ କାମ କରୁଛୁ ତାକୁ ଆଜି ଆମେ ପଢିବା। ଆଉ ତମେ ତା ବୁଝି ବି ପାରିବ କି ତମର ଯୋଉ 5ଟା ଇନ୍ଦ୍ରିୟ ଅଛି ତମେ ଜଣ ଜଣ କରି କହିବ କି 5ଟା ଇନ୍ଦ୍ରିୟକୁ ଆମେ କେଉଁ କେଉଁ କାମରେ ବ୍ୟବହାର କରିଥାଉ। ତ ସର୍ବପ୍ରଥମେ ପିଲେ ଦେଖ, ଏଠି ଯୋଉ ଚିତ୍ର ଉପରେ ଅଛି, ମୁଁ ତମକୁ ଯୋଉ 5ଟା ଇନ୍ଦ୍ରିୟ କହିଲି ସେ 5ଟା ଇନ୍ଦ୍ରିୟ ଭିତରୁ କେଉଁ ଇନ୍ଦ୍ରିୟ ଉପର ଚିତ୍ର କହିଲ? କେଉଁ ଇନ୍ଦ୍ରିୟ ଚିତ୍ର ଅଛି ଉପରେ? ଆଖି। ହଁ, ତ ଆଖିରେ କ'ଣ କରୁଛୁ ଆମେ? ଦେଖୁଛୁ। କ'ଣ କରୁଛୁ ଆମେ? ଦେଖୁଛୁ କି ନାଇଁ? ତ ଆଖି ଅଛି ବା ଚକ୍ଷୁ ବୋଲିକି ଯାହାକୁ ଆମେ କହୁଛୁ, ସେ ଚକ୍ଷୁକୁ ବ୍ୟବହାର କରିକିନା ଆମେ ଗୋଟେ କାର୍ଯ୍ୟ କରିବା। ଦେଖିବା ତମ ଆଖିକି ତମେ ସଠିକ ବ୍ୟବହାର କରିପାରୁଛ କି ନାହିଁ। ଆଚ୍ଛା, ତ ପିଲେ ଦେଖ ଉପରେ ତମର କେତେଟା ସବୁ ଚିତ୍ର ଦେଇଛି। ମୁଁ କ'ଣ କ'ଣ ଚିତ୍ର ଦେଇଛି? ପତ୍ର, ତାପରେ ସିନ୍ଦୁର, ତାପରେ ଗୋଟେ ହଳଦିଆ ପତ୍ର, ତାପରେ ଏଇଟା କ'ଣ? ଫ୍ରକ୍। ତମ ସ୍କୁଲରେ ମିଳୁଛି କି ନାଇଁ? ବିଦ୍ୟାଳୟରେ। ହଁ, ଫ୍ରକ୍। ତାପରେ ତମ ବିଦ୍ୟାଳୟରେ ଫୁଟିଥିବ ଫୁଲ ଗୋଟେ, କ'ଣ ଏଇଟା? ଟଗର ଫୁଲ। ତ ଏଇ ଯୋଉ 5ଟା ଚିତ୍ର ଅଛି ପିଲେ, ଏଇ 5ଟା ଚିତ୍ର କେଉଁ କଲର ବା କେଉଁ ରଙ୍ଗ ତମେ ତାହା କହିକିନା ଯୋଡ଼ିବ। ପ୍ରଥମେ କହିବା, ତାପରେ ଆମେ ତାକୁ ଯୋଡ଼ିବା। ଆଚ୍ଛା ପିଲେ କହିଲ, ଏଇଟା ଯୋଉ ପତ୍ର ଅଛି, ଫାଷ୍ଟ ପତ୍ର, ଏଇଟା କେଉଁ ରଙ୍ଗର? କ'ଣ କହିଲ? ପତ୍ର ରଙ୍ଗ। ପତ୍ର ରଙ୍ଗ ନାହିଁ, ତାକୁ ଆମେ କ'ଣ କହିବା? ସବୁଜ ରଙ୍ଗ। କ'ଣ କହିବା? ସବୁଜ ରଙ୍ଗ। ଆଚ୍ଛା ପିଲେ ଦେଖିଲେ, ପତ୍ର ରଙ୍ଗ ବା ସବୁଜ ରଙ୍ଗ ତଳେ, ଏ ତଳେ ଯୋଉ 5ଟା ରଙ୍ଗ ଦେଇଛି ତଳେ, କୋଉ ରଙ୍ଗ ସାଙ୍ଗେ ସମାନ ହବ? ଶେଷରେ ଅଛି। ଆଚ୍ଛା, ତ ଯୋଡ଼ିଦେବା ତାକୁ ଆମେ ବର୍ତ୍ତମାନ। ହେଲା, ତ ସମାନ କଲର ମିଶିଲା ପତ୍ର ସାଙ୍ଗେ, ଆଉ ଏ ସବୁଜ ରଙ୍ଗ ମିଶିଲା କି ନାଇଁ? ଆଚ୍ଛା ଆଚ୍ଛା, ଧନ୍ୟବାଦ। ତ ଆଉ ଗୋଟେ କରିବା, ତାପରେ କୋଉ ଚିତ୍ର ଅଛି? ଏଇଟା ସିନ୍ଦୁର। ସିନ୍ଦୁରର ରଙ୍ଗ କ'ଣ ଅଛି ପିଲେ? କିଏ କହିବ? ଲାଲ। ଲାଲ ରଙ୍ଗ କୋଉଠି ଅଛି? ତଳେ। এইটা ভেরি গুড। তো এটা হলো লাল রঙ কি ନାଇଁ? ତାହେଲେ ତମର ଆଖି ଠିକରେ କାମ କରୁଛି ତାହେଲେ। ତାପରେ ଏଟା କ'ଣ? ପତ୍ର ଗୋଟେ ଅଛି କି ନାଇଁ? ଏମିତି ଡିଜାଇନ ଦେଖିଛ କି? ଦେଖିଛ କୋଉଠି? ପାର୍କରେ। ଆଚ୍ଛା ଆଚ୍ଛା ଆଚ୍ଛା, ଏଇ ପତ୍ର କେଉଁ ରଙ୍ଗ ଦେଖିଲ? ହଳଦିଆ ରଙ୍ଗ କି ନାଇଁ? ଆଚ୍ଛା, ହଳଦିଆ ରଙ୍ଗ ତଳେ କୋଉଠି ଅଛି? এইটা কি? ଆଚ୍ଛା, ଯୋଡ଼ିଦେଲ। ଆଚ୍ଛା, ଭେରି ଗୁଡ। ତାପରେ ଆଉ ଗୋଟେ କ'ଣ ଅଛି? ଏଟା ପିଲେ ଫ୍ରକ୍। ଫ୍ରକ୍ ଟା କେଉଁ ରଙ୍ଗ? କେଉଁ ରଙ୍ଗ? ନୀଳ। କ'ଣ? ନୀଳ। ତଳେ କେଉଁଟାର ଅଛି ଦେଖିଲ? ନୀଳ। ନୀଳ ରଙ୍ଗ। ହେଲା, ଯୋଡ଼ିଦେଲ। ଆଉ ଗୋଟେ ରହିଲା ଫୁଲ। କେଉଁ ଫୁଲ ଏଟା? ଟଗର ଫୁଲ। କେଉଁ ଫୁଲ? ଟଗର ଫୁଲ। ଟଗର ଫୁଲ କେଉଁ ରଙ୍ଗର ହେଇଥାଉଛି? ଏ କେଉଁ ରଙ୍ଗ? ଧଳା କି ନାଇଁ? ଆଚ୍ଛା, ଧଳା ରଙ୍ଗ ରହିଲା କୋଉଠି? 2 ନମ୍ବର ସ୍ଥାନ ଧଳା ରଙ୍ଗ ଅଛି, ଯୋଡ଼ିଦେବା। ଏବେ ଆଖି ସରିଲା ପିଲେ। ଏବେ ଆଉ ଗୋଟେ ଅଙ୍ଗ ଦେଖିବା। କେଉଁ ଅଙ୍ଗ ଚିତ୍ର ଏଇଟା? କାନ। ଭେରି ଗୁଡ। କ'ଣ ଏଇଟା? କାନ। କାନରେ କ'ଣ କରୁଛୁ ପିଲେ? ଶୁଣୁଛ? ଆଚ୍ଛା, ଠିକ ଅଛି। ଦେଖିବା ତମେ କେମିତି ଶୁଣି ପାରୁଛ। ତ ପିଲେ ଏଠି ଦେଖ, ମଝିରେ କାନ ଚିତ୍ର ରହିଲା, ତା ପାଖରେ ଆମେ ବିଭିନ୍ନ ପ୍ରକାର ମୁଁ ତମକୁ ଚିତ୍ର ଦେଇଛି। ସେ ଚିତ୍ରର କେଉଁ କେଉଁ ଶବ୍ଦ ତମେ ଶୁଣିପାରିବ କାନରେ, ବା କେଉଁ କେଉଁ ବସ୍ତୁରେ ଆମେ ଶୁଣି ପାରୁଛୁ ତାକୁ ଆମେ ଯୋଡ଼ିବା। ଆଚ୍ଛା, ଫାଷ୍ଟରେ ପିଲେ କ'ଣ ଅଛି ଦେଖିଲ? ଏଇଟା ରେଡିଓ। ରେଡିଓ କେ ଶୁଣି ପାରୁଛ କି ନାଇଁ? ଶୁଣି ପାରୁଛ? କ'ଣ କ'ଣ ଶୁଣୁଛ? ଆଚ୍ଛା, ଅଜା ଶୁଣୁଛନ୍ତି। ଆଚ୍ଛା, ଜେଜେ। ହଁ ହଁ। ତ ଏଠି ଆମେ ବିଭିନ୍ନ ପ୍ରକାର ଗୀତ ଶୁଣୁଛୁ, ସମାଚାର ଶୁଣୁଛୁ, ଶୁଣିପାରୁଛୁ। ତାପରେ ପିଲେ କ'ଣ ରହିଲା? ଏଇଟା ସ୍ପିକର। ସ୍ପିକର ଶୁଣିପାରୁଛ କି ନାଇଁ? ସ୍ପିକର ଗୀତ ବାଜୁଛି। ଗୀତ ବାଜୁଛି କି ନାଇଁ?
ବାହାଘର ହେଲେ ବାଜୁଛି, ବିଦ୍ୟାଳୟରେ ଆମେ ପୂଜା କଲେ ବଜଉଛୁ, ତ ତାକୁ ଯୋଡ଼ିଦେବା। ତାପରେ କଣ ରହିଲା ଏଇଟା? ଆଚ୍ଛା, ଫଟୋକୁ ଆମେ ଶୁଣିପାରିବା କି? ନାଇଁ, ଖାଲି ଦେଖିପାରିବା କି ନାଇଁ, ତ ତାକୁ ଯୋଡ଼ିବା କି ଆମେ? ନାହିଁ। ଡ୍ରମ୍ କଣ କରୁଛୁ ଆମେ? ତମ ବିଦ୍ୟାଳୟରେ ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ବଜଉଛୁ କି ନାଇଁ? ହଁ, ଗାଁରେ ଆମେ ପ୍ୟାରେଡ୍ କରି ଯାଉଛୁ, ତ ସେ ଆବାଜ ତମକୁ ଶୁଣା ଯାଉଛି କି ନାଇଁ? ଶୁଣା ଯାଉଛି, ତ ଯୋଡ଼ିଦେବା। ଆଚ୍ଛା, ତାପରେ କଣ ଏଇଟା? କଣ ଏଇଟା? ଘଣ୍ଟି। ଘଣ୍ଟି, ମା ପୂଜା କରୁଛନ୍ତି ଘରେ, ଘଣ୍ଟି ବଜଉଛୁ, ଘଣ୍ଟିର ଆବାଜ, ଘଣ୍ଟି ବାଜିଲେ ତମକୁ ଶୁଣା ଯାଉଛି କି ନାଇଁ? ଶୁଣା ଯାଉଛି, ତ ଯୋଡ଼ିଦେବା। ଆଚ୍ଛା, ତାପରେ କଣ ରହିଲା? ବହି। ବହିକି ତମେ ଶୁଣି ପାରୁଛ କି? ନାଇଁ। ବହିକି କଣ କରୁଛୁ ଆମେ? ପାଟି ଦ୍ୱାରା ପଢୁଛୁ, ଆଖି ଦ୍ୱାରା ଦେଖୁଛୁ, ତ ବହିକି ଯୋଡ଼ିବା କି? ନାହିଁ। ହେଲା, ତ ପିଲେ କାନର କାମ ସରିଲା। ଆଉ କେତେଟା ରହିଲା? ଆଉ ତିନୋଟି ରହିଲା, ଯାହାକି ଆମେ ଚକ୍ଷୁ ପଢିଲେ, କାନ ପଢିଲେ, ଆଉ ତିନୋଟି ଭିତରେ ଏବେ ଗୋଟେ ଆସିଲା କଣ ଆମର ଇନ୍ଦ୍ରିୟ? ନାକ, କି ନାଇଁ? ଆଚ୍ଛା, ନାକ ସାହାଯ୍ୟରେ ଆମେ କଣ କରୁଛୁ? ନିଶ୍ୱାସ ନଉଛୁ। ହଁ, ନିଶ୍ୱାସ ନଉଛୁ। ଆଉ କଣ କରୁଛୁ? ଶୁଙ୍ଘୁଛୁ। ଭେରି ଗୁଡ। କଣ କରୁଛୁ ଆମେ? ଶୁଙ୍ଘି ପାରୁଛୁ କି ନାଇଁ? ଛୁଆ ଅଛନ୍ତି, ଯୋଉଟା କି ଗୋଟେ ଝିଅ ଅଛନ୍ତି ଆଉ ଗୋଟେ ପୁଅ ଅଛି ଗୋଟେ, କି ନାଇଁ? ତ ଆମେ କଣ କରିବା? ଝିଅ କେମିତି ଶୁଙ୍ଘୁଛେ? ଭଲ ଜିନିଷ ଶୁଙ୍ଘିଲେ କେମିତି କରୁଛେ? ପୁରା ଭଲ ସଙ୍ଗେ ଶୁଭୁଛି କି ନାଇଁ? ଏମିତି ତଳେ ଯୋଉ ବାଳକଟି ଅଛି, ସେଇ ବାଳକ କଣ କରୁଛି ନା, ତା ଖରାପ କରିକିନା ଖରାପ ବାସନା ଶୁଙ୍ଗିଲେ ସେ କେମିତି ତାର ମୁହଁକୁ କରିଛି କି ନାଇଁ? ତ ଆମର ଯୋଉ 5ଟା ଚିତ୍ର ରହିଲା, 5ଟି, ଏ 5ଟି ଚିତ୍ରରୁ ତମକୁ ଯୋଉ ବାସନା ବା ଯାହାର ବାସନା ତମକୁ ଭଲ ଲାଗେ ତାକୁ ଆମେ ସେ ଝିଅ ସାଙ୍ଗେ ଯୋଡ଼ିଦେବା। ଆଉ ଯାହାର ବାସନା ଶୁଙ୍ଘିବାକୁ ଭଲ ଲାଗେ ନାହିଁ, ତାକୁ ଆମେ ପୁଅ ସାଙ୍ଗେ ଯୋଡ଼ିଦେବା। ମାନେ ସେ ଖରାପ ବାସନା ଶୁଣିଲେ ଯେମିତି ଆମେ ମୁହଁ କରିଥାଉ ତା ସାଙ୍ଗେ ଯୋଡ଼ିଦେବା। ତ ପ୍ରଥମେ ରହିଲା କଣ ଏଇଟା? ନା ଅଳିଆ ଗଦା। ଅଳିଆ ଗଦାରେ ଯେମିତି ଅଲଗା ସ୍ମେଲ ହଉଛି କି ନାଇଁ? ଦୁର୍ଗନ୍ଧ ବାହାରୁଛେ, ଭଲ ଲାଗୁଛେ କି ନାଇଁ? ତ କାହା ପାଖେ ଯୋଡ଼ିଦେବା ଏଇଟା? ନା ଖରାପ ଗନ୍ଧ ପାଖେ ଯୋଡ଼ିଦେବା। କଣ ରହିଲା ପିଲେ? ନା ମା ରୋଷେଇ କରିଛନ୍ତି, କେମିତି ବାସୁଛି? ଭଲ ବାସନା ହଉଛି କି ନାଇଁ? ଆଚ୍ଛା, ତାକୁ କାହା ସାଙ୍ଗେ ଯୋଡ଼ିଦେବା? ଝିଅ ସାଙ୍ଗେ ଯୋଡ଼ିଦେବା, ଭଲ ବାସନା ସାଙ୍ଗେ ଯୋଡ଼ିଦେବା। ତାପରେ କଣ ରହିଲା ଏଠି? ନା ସିଗାରେଟ ଟାଣୁଛି। ତ ସିଗାରେଟ ଯଦି ତମ ପାଖେ କିଏ ଟାଣୁଥିବ, କେମିତି ଗୋଟେ ଖରାପ ସ୍ମେଲ ହଉଛି କି ନାଇଁ? ଆଚ୍ଛା, କେମିତି ମୁହଁ କରୁଛୁ ଆମେ? କରି ମୁହଁ କରୁଛୁ କି ନାଇଁ? ତ ସେଇଟା ଆମେ ଯୋଡ଼ିଦେବା। ତାପରେ ଅଗରବତୀ, ଯଦି ଭଲ ଅଗରବତୀ ମା ପୂଜା କରିଥିବେ, କେମିତି ବାସନା ହଉଛି? ଭଲ ବାସନା ହଉଛି, ଶୁଙ୍ଘିବାକୁ ଭଲ ଲାଗୁଛି କି ନାଇଁ? ପୂଜା ଘର ବାସନା ଆସୁଛି, ତ ତାକୁ ଆମେ କଣ କରିବା? ନା ଭଲ ସ୍ମେଲ ସାଙ୍ଗେ ଯୋଡ଼ିଦେବା। ଆଉ ଭଲ ସ୍ମେଲ ହେଲେ ଯୋଉ ଆମେ ମୁହଁକୁ କରୁଛୁ ସେଇଭଳିଆ ଯୋଡ଼ିଦେବା। ତାପରେ ଦେଖ, ଗୋଟେ ଝିଅଟି କଣ କରୁଛି? ଫୁଲ ଶୁଙ୍ଘୁଛି। ଗୋଲାପ ଫୁଲ ଶୁଙ୍ଘିଲେ କେମିତି ବାସନା ହଉଛି? ଭଲ ବାସନା ହଉଛି କି ନା ଖରାପ ବାସନା ହଉଛି? ଭଲ ବାସୁଛି କି ନାଇଁ? ଆଚ୍ଛା, ଭଲ ବାସୁଛି, ତ ଭଲ ବାସ ସାଙ୍ଗେ ଯୋଡ଼ିଦେବା କି ନାଇଁ? ତାମାନେ ଆମ ନାକ ଦ୍ୱାରା ଆମେ କଣ କରୁଛୁ? ଆମେ ଜାଣିପାରିଲୁ କିପରି ଆମେ ଶୁଙ୍ଘୁଛୁ, କୋଉଟା ଖରାପ ବାସନା, କୋଉଟା ଭଲ ବାସନା, କି ନାଇଁ? ତ ପିଲା ଆଉ କଣ ରହିଲା? ଇନ୍ଦ୍ରିୟ। ଏଇଟା କାହାର ଚିତ୍ର? ଜିଭର, କି ନାଇଁ? ଜିଭରେ କଣ କରୁଛୁ ଆମେ? କଥା କହୁଛୁ। ଆଚ୍ଛା, ଆଉ କଣ କରୁଛୁ? କଥା କହିବା ସାଙ୍ଗେ ସାଙ୍ଗେ ଚାଖି ପାରୁଛୁ, ସ୍ୱାଦ ଜାଣିପାରୁଛୁ କି ନାଇଁ? କୋଉଟା ମିଠା, କୋଉଟା ଖଟା ଆମେ ଜାଣିପାରୁଛୁ। ମା ରୋଷେଇ କଲେ ଭଲ ଲାଗୁଛି ନା ସ୍ୱାଦ ଲାଗୁଛି? କାହା ଦ୍ୱାରା ଜାଣିବୁ? ଜୀଭ ଦ୍ୱାରା। ଦେଖିବା ଆମ ଜୀଭ କିପରି ଠିକ ସେ କାମ କରୁଛି କି ନାଇଁ ଆମେ ଦେଖିବା। ତ ପିଲେ ଏଇଟା କଣ? କଣ ଏଇଟା? କମଳା। ଖାଇଛ? ହଁ, କିପରି ଲାଗୁଛି ପିଲେ? କିପରି ଲାଗୁଛି? ଖଟା ଲାଗୁଛି କି ନାଇଁ? ଆଚ୍ଛା, ମିଠା ବି ଲାଗୁଛି। ତାପରେ ଏଇଟା କଣ ଦେଖିଲ ପିଲେ? ଲେମ୍ବୁ। ଖରା ଦିନେ ସରବତ କରି ପିଉଛୁ ଆମେ, କି ନାଇଁ? ଲେମ୍ବୁ କେମିତି ଲାଗୁଛି? ଖଟା ଲାଗୁଛି। କିପରି ଲାଗୁଛି? ଖଟା। ଆଚ୍ଛା, ପିଲେ ଏଇଟା କଣ କହିଲ? ଯୋଉଟା କ୍ଷୀରରେ ତିଆରି ହଉଛି, କଣ ଏଇଟା? ହଁ, ରସଗୋଲା। କଣ ଏଇଟା? ରସଗୋଲା। ରସଗୋଲା ଖାଇଛ ପିଲେ? କିପରି ଲାଗୁଛି ରସଗୋଲା ଖାଇଲେ? ମିଠା ଲାଗୁଛି। ଆଚ୍ଛା, ମିଠା ଲାଗୁଛି କି ନାଇଁ? ହଁ। ତାପରେ ଏଇଟା କଣ ଦେଖିଲେ ପିଲେ? ତେନ୍ତୁଳି। କଣ? ତେନ୍ତୁଳି। ଖାଇଲେ କେମିତି ଲାଗୁଛି? ଖାଇଛ? ହଁ, କିପରି ଲାଗୁଛି? ଖଟା। ହଁ। ଆଚ୍ଛା ପିଲେ, ଏଇଟା କଣ? ମରିଚ, ଲଙ୍କା, କଞ୍ଚା ଲଙ୍କା ବା କଞ୍ଚା ମରିଚ ଆମେ କହୁଛୁ, କି ନାଇଁ? କିପରି ଲାଗୁଛି? ରାଗ। ଆଚ୍ଛା, କଣ ଲାଗୁଛି? ରାଗ। ତ ପିଲେ ବିଭିନ୍ନ ପ୍ରକାର ଜିନିଷ, ଖଟା, ରାଗ, ମିଠା, ଲୁଣି, ଏସବୁ ଜିନିଷ ଆମେ କିପରି ଜାଣିପାରୁଛୁ? କାହା ଦ୍ୱାରା? ଜିଭ ଦ୍ୱାରା। କଣ? କାହା ଦ୍ୱାରା? ଜିଭ। ତ ପିଲେ 4ଟି ଇନ୍ଦ୍ରିୟ ସରିଲା, ବର୍ତ୍ତମାନ ଗୋଟେ ଇନ୍ଦ୍ରିୟ ରହିଲା। କଣ ଏଇଟା? ତ ଚର୍ମ ଦ୍ୱାରା ଆମେ କଣ ଜାଣିପାରୁଛୁ? ନା ଛୁଇଁଛୁ ଆମେ,
ଯେକୌଣସି ଜିନିଷକୁ ଛୁଇଁ କରି ଆମେ ତାର ସ୍ପର୍ଶ କରିକିନା ଆମେ ଜାଣିପାରୁଛୁ। ଦେଖିବା କ'ଣ କ'ଣ। ଆଚ୍ଛା ପିଲେ ଏଇଟା ଗୋଟେ ଦେଖ, ଏଇଟା କ'ଣ ପିଲେ? ସେଓ। ଆଚ୍ଛା, ସେଓକୁ ଯଦି ଆମେ ଛୁଇଁବା କିପରି ଲାଗିବ ତମକୁ? ଚିକଣ ଲାଗିବ କି ନା ଖଦଡ଼ା ଲାଗିବ? ଚିକଣ ଲାଗୁଛି। କିପରି ଜାଣିଲ? କିପରି ଜାଣିଲ? ଛୁଇଁ କରି। ଆଚ୍ଛା, ତ ସେଓକୁ ଯଦି ଆମେ ଛୁଇଁବା ତାହେଲେ ଚିକଣ ଲାଗେ କି ନାଇଁ? ଆଚ୍ଛା, ଏଇଟା କ'ଣ ପିଲେ? କ'ଣ ଏଇଟା? ସପୁରୀ। ଆଚ୍ଛା ଆଚ୍ଛା, ସପୁରୀ। ସପୁରୀକୁ ଛୁଇଁଛ, କିପରି ଲାଗେ? ଚିକଣ କି ଖଦଡ଼ିଆ? ଖଦଡ଼ିଆ କି ନାଇଁ? ତାପରେ ପିଲେ ଏଇଟା କ'ଣ ଦେଖିଲ ନା ପିଲେ? ଏଇଟା ହଉଛି ଗରମ ପାଣି। ଯେତେବେଳେ ତମକୁ ଥଣ୍ଡା ସର୍ଦ୍ଦି ହୋଇଯାଏ, ମା ଗରମ ପାଣି ବନାନ୍ତି କି ନାଇଁ ଶୀତ ଦିନେ, ତ ତାକୁ ଛୁଇଁଲେ କେମିତି ଲାଗୁଛି? ଗରମ ଲାଗୁଛି। କିପରି ଲାଗୁଛି? ଗରମ। ଆଚ୍ଛା ପିଲେ ଏଇଟା କ'ଣ ଦେଖିଲ? ଅଣ୍ଡା କି ନାଇଁ? ତ ଅଣ୍ଡାକୁ ତ ଛୁଇଁଛ ତମେ ପିଲେ କି ନାଇଁ? ଛୁଇଁଛ। ଆଚ୍ଛା, କିପରି ଲାଗେ? ଚିକଣ ଲାଗେ କି ଖଦଡ଼ିଆ ଲାଗେ? ଚିକଣ ଲାଗେ କି ନାଇଁ? ଆଚ୍ଛା ଆଚ୍ଛା। ଆଚ୍ଛା ପିଲେ ଏଇଟା ଦେଖ, ଏଇଟା ଗୋଟେ ଗ୍ଲାସ ଥଣ୍ଡା ପାଣି ଅଛି, ସରବତ ବନା ହେଇଛି କି ନାଇଁ? ଖରା ଦିନେ ପିଉଛୁ କି ନାଇଁ? ଆଚ୍ଛା, ଛୁଇଁଲେ କେମିତି ଲାଗେ? ତାକୁ ଗ୍ଲାସ ଥଣ୍ଡା ପାଣି ଗ୍ଲାସକୁ ଛୁଇଁବା, ଥଣ୍ଡା ଲାଗେ କି ନାଇଁ? ଆଚ୍ଛା ଆଚ୍ଛା। ତ ପିଲେ କିପରି ଆମେ ଥଣ୍ଡା, କୋଉଟା ଗରମ, କୋଉଟା ଚିକଣ, କୋଉଟା ଖଦଡ଼ିଆ କିପରି ଜାଣିଲୁ ଆମେ? ଚର୍ମକୁ ଛୁଇଁକିନା। ଯେପରି ଗରମ ଲାଗିଲେ ଆମେ ଜାଣିପାରୁଛୁ ଗରମ ହେଲା ବୋଲି କରି, ଶୀତ ଦିନେ ଥଣ୍ଡା ହେଲା ବୋଲି କରି ଜାଣିପାରୁଛୁ। କିପରି? କାହା ଦ୍ୱାରା? ନା ଆମ ଚର୍ମ। ଆମ ଶରୀରରେ ଚର୍ମ ମାନେ ରହିଛି ପୁରା ଦେହ ସାରା, ସେ ଚର୍ମରୁ ଆମେ ଜାଣିପାରୁଛୁ ଛୁଇଁ କରି କୋଉଟା ଥଣ୍ଡା, କୋଉଟା ଗରମ, କୋଉଟା ଚିକଣ, କୋଉଟା ଖଦଡ଼ିଆ। ତ ପିଲେ ଆମେ ଯୋଉ ପାଞ୍ଚଟା ଇନ୍ଦ୍ରିୟ ଦେଖିଲୁ, ଚକ୍ଷୁ, ନାକ, କାନ, ଜିଭ, ଚର୍ମ, ସେ ପାଞ୍ଚଟା ଇନ୍ଦ୍ରିୟ ତମେ ତ ବୁଝିପାରିଲ କାହାର କୋଉ କାମ। ତବେ ଆମେ କ'ଣ କରିବା? ଯୋଡ଼ିବା କି ଆଖି ଦ୍ୱାରା କ'ଣ କରୁଛୁ, ନାକ ଦ୍ୱାରା କ'ଣ କରୁଛୁ, ଜିଭ ଦ୍ୱାରା କ'ଣ କରୁଛୁ, ଆଉ ଚର୍ମ ଦ୍ୱାରା କ'ଣ କରୁଛୁ, ଆଉ କାନ ଦ୍ୱାରା କ'ଣ କରୁଛୁ। ତ ଆଖି ଦ୍ୱାରା କ'ଣ କରୁଛୁ? ଆମେ ଦେଖୁଛୁ। କ'ଣ ଦେଖୁଛୁ ଆମେ? ନା ଟିଭି ଦେଖୁଛୁ। କ'ଣ ଦେଖୁଛୁ? ଟିଭି ସାଙ୍ଗେ ଯୋଡ଼ିଦେବା। ନାକ ଦ୍ୱାରା କ'ଣ କରୁଛୁ ପିଲେ? ଶୁଙ୍ଘୁଛୁ। ତା ଭିତରେ କୋଉଟାକୁ ଶୁଙ୍ଘିବ? ଅଗରବତୀ। ଆଚ୍ଛା, ଯୋଡ଼ି ଦିଅ। ତାପରେ ଏଇଟା କ'ଣ ଅଛି ପିଲେ? ଜିଭ। ଜିଭ ଦ୍ୱାରା ଆମେ ଚାଖୁଛୁ, ଖଟା ଲାଗୁଛେ, ମିଠା ଲାଗୁଛେ କି ନାଇଁ? ତ କୋଉଟା ହବ ପିଲେ? ନା କମଳା ସାଙ୍ଗେ ଯୋଡ଼ିଦେବା, ଯୋଉଟା କି ଖଟା ଲାଗେ କି ନାଇଁ? ଆଚ୍ଛା, ଚର୍ମ। ଚର୍ମକୁ ଛୁଇଁକି ଆମେ କ'ଣ କରିବା? କୋଉଟା ଖଦଡ଼ିଆ, କୋଉଟା ଚିକଣ ଜାଣିପାରୁଛୁ। ତ କାହାକେ ଛୁଇଁବା? ନା ପଣସକେ ଛୁଇଁବା। ପଣସକେ ଛୁଇଁଲେ ଆମେ ଜାଣିପାରିବା କି ଏଇଟା କ'ଣ? ଖଦଡ଼ିଆ ଲାଗେ। ତାପରେ କାନ। କାନରେ କ'ଣ କରୁଛୁ? ଶୁଣୁଛୁ ଆମେ କାନ ସାହାଯ୍ୟରେ। ତ ଘଣ୍ଟିକେ ବଜାଇବା, ଘଣ୍ଟି ବଜେଇଲେ ଆମେ କାନ ଦ୍ୱାରା ଶୁଣିପାରିବା କି ନାଇଁ? ତ ଏହିପରି ପିଲେ ଆମେ ପାଞ୍ଚଟା ଇନ୍ଦ୍ରିୟର କ'ଣ କ'ଣ କାମ ଅଛି ଜାଣିପାରିଲୁ, ବା ଏଇ ପାଞ୍ଚଟା ଇନ୍ଦ୍ରିୟକୁ ବ୍ୟବହାର କରି ଆମ ପରିବେଶରେ ଯେଉଁ ଯେଉଁ ବସ୍ତୁ ମାନେ ଅଛି ସେ ବସ୍ତୁ ଗୁଡ଼ାକୁ ଆମେ ବୁଝିପାରିଲୁ, ନିରୀକ୍ଷଣ କରିପାରିଲୁ। ତ ପିଲେ ଆଜି ଆମେ କ'ଣ ଶିଖିଲୁ? କି ଆମେ ଶିଖିଲୁ ଯେ କି ଆମ ଶରୀରରେ ଯୋଉ ପାଞ୍ଚଟି ଇନ୍ଦ୍ରିୟ ରହିଛି, ଯଥା ଆଖି ହଉ କିମ୍ବା ନାକ ହଉ, କାନ ହଉ, ଜିଭ ହଉ କିମ୍ବା ଚର୍ମ ହଉ, ସେ ପାଞ୍ଚଟି ଇନ୍ଦ୍ରିୟକୁ ବ୍ୟବହାର କରି ଆମେ ଆମ ପରିବେଶର ବିଭିନ୍ନ ବସ୍ତୁ ଗୁଡ଼ିକୁ ଦେଖିକରି, ଆଖି ସାହାଯ୍ୟରେ ଦେଖିକରି, ନାକ ସାହାଯ୍ୟରେ ଶୁଙ୍ଘିକି, ବା କାନ ସାହାଯ୍ୟରେ ଶୁଣିକି, ବା ଜିଭ ସାହାଯ୍ୟରେ କ'ଣ ଚାଖି ବା ସ୍ୱାଦ ବାରିକି, ଚର୍ମ ସାହାଯ୍ୟରେ ଛୁଇଁ କରି ଆମେ ବିଭିନ୍ନ ବସ୍ତୁ ଗୁଡ଼ାକୁ ଆମେ କ'ଣ କରିପାରୁ? ପର୍ଯ୍ୟବେକ୍ଷଣ କରିବା, ଦେଖିପାରୁ, ବା ତାଙ୍କ ବିଷୟରେ ଆମେ ଜାଣିପାରୁ। ଆଜି ପାଇଁ ଏତିକି, ରହୁଛି। ଧନ୍ୟବାଦ।